ସକାଳ ସମୟ ଥିଲା। ଭୁବନେଶ୍ୱରର ଏୟାରପୋର୍ଟରେ ଗହଳ ଚହଳ ଲାଗିଥିଲା। ଟର୍ମିନାଲ 3ରେ ଲୋକଙ୍କର ଦୌଡ଼ ଧପଡ଼ ଲାଗି ରହିଥିଲା। କିଏ ବୋର୍ଡିଂ ପାଇଁ ଧାଁ ଧପଡ଼ କରୁଥିଲେ ତ କିଏ ଲାଇନରେ ଛିଡ଼ା ହୋଇଥିଲେ, କିଏ ସେଲ୍ଫି ନେଉଥିଲେ ତ କିଏ ଫୋନରେ ବିଜନେସ୍ ଡିଲ୍ କରୁଥିଲେ। ଏୟାରପୋର୍ଟର ଏକ ଚମକଦାର ଦୁନିଆ ଭିତରେ ଜଣେ ଲୋକ ବାକି ସମସ୍ତଙ୍କଠାରୁ ଅଲଗା ଥିଲେ। ଜଣେ ବୟସ୍କ ଲୋକ, ଚିରା ସାର୍ଟ, ଘଷି ହୋଇଯାଇଥିବା ଚପଲ ଆଉ ହାତରେ ପଲିଥିନ୍ ବ୍ୟାଗ୍ ଓ ପକେଟରେ ଏକ ଟିକେଟ୍ ନେଇ ଭିତରକୁ ପଶିଲେ। ମୁହଁରେ ଦାଢ଼ି ଥିବା ବେଳେ ଆଖିରେ ଡର ଥିଲା। ହେଲେ ସେ କୁଆଡ଼େ ଯିବା ପାଇଁ ଯେମିତି ବ୍ୟଗ୍ର ହେଉଥିଲେ। ହେଲେ କାହାରିକୁ କିଛି ପଚାରି ପାରୁନଥିଲେ। ଲାଇନରେ ଛିଡ଼ା ହୋଇ ବାରମ୍ବାର ନିଜର ଟିକେଟ୍ ଦେଖୁଥିଲେ, ପୁଣି କାଉଣ୍ଟର ଆଡ଼କୁ ଅନାଉଥିଲେ। ତାଙ୍କ ମନ ଭିତରେ କିଛି ଏମିତି ଚାଲୁଥିଲା, ଲାଗୁଥିଲା ଯେମିତି ପ୍ଲେନ୍ରେ ବସିବା ତାଙ୍କ ପାଇଁ କେବେଠୁ ଏକ ସ୍ୱପ୍ନ ଥିଲା। ତାଙ୍କ ନାଁ ଥିଲା ଶୀତାଂଶୁ। ବୟସ 70 ପାଖାପାଖି ହେବ। ଆଜି ପ୍ରଥମ ଥର ପାଇଁ ସେ ପ୍ଲେନ୍ରେ ପୁଅ ପାଖକୁ କାନାଡ଼ା ଯିବା ପାଇଁ ବାହାରିଥିଲେ। ଯେଉଁ ପୁଅକୁ ସେ କୁଲି ମଜୁରୀ କରି ପଢ଼ାଇଥିଲେ, ସେ ପୁଅ କାନାଡ଼ାରେ ଭଲ ଚାକିରି ପାଇଥିଲେ। ଏହି ସମୟରେ ଏୟାରପୋର୍ଟର ମ୍ୟାନେଜର ସିଆଡ଼କୁ ଆସିଲେ। ଚକମକ ଏୟାରପୋର୍ଟରେ ଚିରା ଫଟା ପିନ୍ଧିଥିବା ଶୀତାଂଶୁକୁ ଦେଖି ସେ ଚମକି ପଡ଼ିଲେ। ସେ ତାଙ୍କୁ ଭିକାରୀ ପରି ଲାଗିଲେ। ଜଣେ ଭିକାରୀ ପରି ଲୋକଙ୍କୁ ଏୟାରପୋର୍ଟ ଭିତରେ ଦେଖି ତାଙ୍କ ମୁଣ୍ଡ ଯେମିତି ଗୋଳମାଳ ହୋଇଗଲା। ସେ ଭାବିଲେ କି ବୋଧେ କିଏ ଭିକାରୀ ପଶି ଆସିଛନ୍ତି। ସାଙ୍ଗେ ସାଙ୍ଗେ ସେ ଶୀତାଂଶୁ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ଆରେ ତମେ ଏଠିକୁ କେମିତି ପଶି ଆସିଛ? ଏଠି ତମର କ'ଣ କାମ? ଶୀତାଂଶୁ କହିଲେ କି, ବାବୁ, ମୋତେ କାନାଡ଼ା ଯିବାର ଅଛି। କାନାଡ଼ା? ତମ ପରି ଲୋକ ବିଦେଶ କେବେଠୁ ଗଲେଣି? ଟିକେ ତାଶ୍ଚଲ୍ୟ କରି ମ୍ୟାନେଜର ପଚାରିଲେ। ସେଠୁ ଶୀତାଂଶୁ କହିଲେ କି, ବାବୁ, ମୋ ପାଖରେ ଟିକେଟ୍ ଅଛି। ପୁଅ ଟିକେଟ୍ ପଠାଇଛି, ତା ପାଖକୁ କାନାଡ଼ା ଯିବି। ମ୍ୟାନେଜର ହସିଲେ, କହିଲେ, ତମ ପାଖରେ ପୁଣି ଟିକେଟ୍ ଆଉ ପ୍ଲେନ୍ରେ ବସିଯିବ କାନାଡ଼ା? ନୌଟଙ୍କି କରିବାର ନୂଆ ତରିକା ମିଳିଯାଇଛି ବୋଧେ ଏଇ ଭିକାରୀମାନଙ୍କୁ। ଏହା ଭିତରେ ମ୍ୟାନେଜର ଓ ଶୀତାଂଶୁ ବାବୁଙ୍କ କଥା ଛିଡ଼ା ହୋଇ କିଛି ଲୋକ ଶୁଣୁଥିଲେ। ମ୍ୟାନେଜର ଏତେ କଥା କହୁଥିବା ବେଳେ କିଏ କିଛି ବି କହୁନଥିଲେ। ଶୀତାଂଶୁ ଚେଷ୍ଟା କରୁଥିଲେ ନିଜର ଟିକେଟ୍ ଦେଖାଇବା ପାଇଁ, କିଛି ବୁଝାଇବା ପାଇଁ। ହେଲେ ମ୍ୟାନେଜର ତରୁଣ ତାଙ୍କ ହାତ ଧରି ପକାଇଲେ। କହିଲେ, ଏଠୁ ବାହାର। ଆଉ ଥରେ ଯଦି ଏଠି ତମକୁ ଦେଖିଛି, ଏ ଜାଗା ତମ ପରି ଲୋକଙ୍କ ପାଇଁ ନୁହେଁ। କହିକି ସିକ୍ୟୁରିଟିକୁ ଡାକିଲେ। ଶୀତାଂଶୁକୁ ଭିଡ଼ି ଭିଡ଼ି ନେଇ ବାହାରକୁ ଠେଲି ଦିଆଗଲା। ଲୋକମାନେ ଦେଖୁଥିଲେ ବି ଚୁପ୍ ଥିଲେ। କେହି କିଛି ବି କହୁନଥିଲେ। ସମସ୍ତେ ବାସ୍ ତାମସା ଦେଖୁଥିଲେ। କେହି ବି ଆପତ୍ତି ଉଠାଇ ନଥିଲେ କି ଜଣେ ଲୋକଙ୍କୁ ତାଙ୍କ ପୋଷାକ ପାଇଁ କ'ଣ ବେଜିତ୍ କରି ବାହାରକୁ ବାହାର କରି ଦିଆଯାଇପାରିବ। ସେତେବେଳେ ଭିଡ଼ ଭିତରକୁ ଜଣେ ଲୋକ ବାହାରି ଆସିଲେ। ସେ ସାଧା ସିଧା ପୋଷାକରେ ଥିଲେ। ପକେଟରୁ ମୋବାଇଲ କାଢ଼ି କାହାକୁ ଫୋନ୍ କଲେ। କହୁଥିଲେ, କୋଡ୍ ଇଣ୍ଡିଗୋ ଟର୍ମିନାଲ 3, ଇମିଡିଏଟ୍ ଆକ୍ସନ୍। ଲୋକମାନେ ଏବେ ବି ଚୁପ୍ ଥିଲେ। ସମସ୍ତେ ଭାବୁଥିଲେ କି ଏ ଲୋକ କିଏ? କାହାକୁ ଫୋନ୍ କରି ଏମିତି କଥା କହିଲେ? ଶୀତାଂଶୁ ଏୟାରପୋର୍ଟ ବାହାରେ ମୁଣ୍ଡ ତଳକୁ କରି ବସିଥିଲେ। ଆଖିରେ ବେଇଚତ୍ର ଅଶ୍ରୁ ଥିଲା। ଭାଙ୍ଗି ଯାଇଥିବା ବିଶ୍ୱାସ ହୃଦୟରେ ଏବେ ବି ରହିଥିଲା। ପକେଟରୁ କାଢ଼ି ଟିକେଟକୁ ବାରମ୍ବାର ଦେଖୁଥିଲେ। ଭାବୁଥିଲେ, ସତରେ କ'ଣ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ? ଅନ୍ୟ ପଟରେ ଏୟାରପୋର୍ଟ ଭିତରେ ସାଧା ସିଧା ପୋଷାକରେ ଥିବା ସେ ଲୋକ ଆଉ କାହାକୁ ଫୋନ୍ କଲେ। କହିଲେ, ସେ ବୟସ୍କ ଲୋକଙ୍କୁ ଭିତରକୁ ଡାକ। ତା ସହିତ ମ୍ୟାନେଜରଙ୍କୁ ଅଟକାଇ ମୋ ପାଖକୁ ପଠାଅ। କିଛି ସମୟ ଭିତରେ ଏୟାରପୋର୍ଟ ଭିତରେ ଦୌଡ଼ ଧପଡ଼ ଆରମ୍ଭ ହୋଇଗଲା। ସିକ୍ୟୁରିଟି 2 ଭାଗ ହୋଇଗଲେ। କିଛି ସିକ୍ୟୁରିଟି ଶୀତାଂଶୁକୁ ଭିତରକୁ ନେଇ ଆସିଲେ। ଆଉ କିଛି ସିକ୍ୟୁରିଟି ମ୍ୟାନେଜରଙ୍କୁ ନେଇ ଆସିଲେ। ମ୍ୟାନେଜର ସିକ୍ୟୁରିଟି ଗାର୍ଡଙ୍କୁ କହିଲେ କି, ତମେମାନେ କ'ଣ ମୋ ସହିତ ମଜାକ କରୁଛ? ମୁଁ ଏହି ଏୟାରପୋର୍ଟର ମ୍ୟାନେଜର। ମୋତେ କାହିଁକି ରୋକୁଛ? ସେତେବେଳେ ସେ ସାଧା ସିଧା ପୋଷାକ ପିନ୍ଧା ଲୋକ ଆସିଲେ। ମ୍ୟାନେଜରଙ୍କୁ ଗାଡ଼େଇକି ଅନେଇଲେ।
ପଚାରିଲେ, ଆପଣ ସେ ବୟସ୍କ ଲୋକଙ୍କୁ ବାହାରକୁ କାହିଁକି ତଡ଼ିଦେଲେ? ମ୍ୟାନେଜର ଚିଡ଼ି ଯାଇ କହିଲେ, ଆପଣ ସେ ଲୋକଙ୍କୁ ଦେଖିଛନ୍ତି? ତାଙ୍କ ପରି ଲୋକ ଏଠୁ କାହିଁକି ଆସିବେ? ସେ ସାଦା ପୋଷାକ ପିନ୍ଧା ଲୋକ କହିଲେ, ଆପଣଙ୍କୁ ତାଙ୍କ ବେଶଭୂଷା ଦେଖାଗଲା, ତାଙ୍କ ଟିକେଟ ଦେଖିଲେ କି ନା? ମ୍ୟାନେଜର ଚୁପ୍ ରହିଲେ। ତାଙ୍କ ଛିଣ୍ଡା ଚପଲ ଦେଖାଗଲା, ହେଲେ ଚେହେରାରେ ଥିବା ଆଶା ଦେଖିଲେନି? ଯୁକ୍ତି ତର୍କ ଚାଲିଥିବା ବେଳେ ଲୋକଙ୍କର ଭିଡ଼ ଲାଗିବାରେ ଲାଗିଲା। ଲୋକେ ମୋବାଇଲରେ ଭିଡ଼ିଓ କରୁଥିଲେ। ମ୍ୟାନେଜର ରାଗି ଯାଇ ପଚାରିଲେ କି ଏତେ କଥା ପଚାର। ସେ ଲୋକଟି ତାଙ୍କ ପକେଟରୁ ଗୋଟିଏ ଛୋଟିଆ କାର୍ଡ଼ ବାହାର କଲେ ଆଉ ମ୍ୟାନେଜରଙ୍କୁ ଧରେଇ ଦେଲେ। କାର୍ଡ଼ ଦେଖିକି ମ୍ୟାନେଜରଙ୍କର ମୁହଁ ଛୋଟ ହୋଇଗଲା। ସେ କାର୍ଡ଼ରେ ଲେଖା ଥିଲା, ଆର୍ଯ୍ୟନ୍ତ ମଲ୍ଲିକ, ଫାଉଣ୍ଡର ଆଣ୍ଡ ଚିଫ୍ ଷ୍ଟେକ୍ ହୋଲ୍ଡର, ସ୍କାଏ ଗ୍ଲାଇଡ୍ ଏୟାରଲାଇନ୍ସ। ସେଇ ଏୟାରଲାଇନ୍ସର ସବୁଠୁ ବଡ଼ ମାଲିକ। ଆଉ ସେହି ଟର୍ମିନାଲ ଉପରେ ଆଜି ଘଟିଥିଲା ଏକ ଏମିତି ଘଟଣା। ତାପରେ ଆର୍ଯ୍ୟନ ମ୍ୟାନେଜରଙ୍କୁ କହିଲେ କି ଆପଣଙ୍କର ସେତେବେଳେ ନିଜ ଚାକିରି ହରାଇ ସାରିଥିଲେ, ଯେତେବେଳେ ଆପଣ ଜଣେ ମଣିଷକୁ ତାର ପୋଷାକରୁ ମାପୁଥିଲେ। ତାଙ୍କର ମଣିଷ ପଣିଆକୁ କାହିଁକି ଦେଖିପାରିଲେନି ଆପଣ? ଏସବୁ ଦେଖି ଲୋକମାନେ ଚୁପ୍ ହୋଇଗଲେ। ଶୀତାଂଶୁ ଏବେ ଭିତରକୁ ଆସି ଆର୍ଯ୍ୟନ୍ତଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ତାଙ୍କୁ ପଚାରିଲେ କି ଆପଣଙ୍କ ପୁଅ କିଏ? ଶୀତାଂଶୁ ଥରି ଥରି କହିଲେ କି ମୋ ପୁଅ, ତା ନାଁ ରାଜୀବ, କାନାଡ଼ାରେ ଚାକିରି କରିଛି। କହିଲା, ବାବା ମୁଁ ଭଲ ଚାକିରି ପାଇଯାଇଛି, ମୁଁ ଟିକେଟ ପଠାଉଛି। ବାବୁ ପ୍ରଥମ ଥର ପ୍ଲେନରେ ବସିବି। ଶୁଣିକି ଆର୍ଯ୍ୟନ ହସିକି କହିଲେ କି ଆଜି ପୁରା ଦୁନିଆ ଦେଖିବ କି ମଣିଷକୁ ତାର ପୋଷାକରୁ ଚିହ୍ନା ଯାଏନି, ଚିହ୍ନା ଯାଇଥାଏ ତାର ମଣିଷ ପଣିଆରୁ। ସେତେବେଳକୁ ସେ ମ୍ୟାନେଜରଙ୍କୁ ସିକ୍ୟୁରିଟି ମ୍ୟାନ୍ ନେଇଗଲେ। ଆର୍ଯ୍ୟନ ଏୟାରପୋର୍ଟ ଭିତରେ ଘୋଷଣା କଲେ କି ଆଜିଠୁ ଏଠାରେ ଏକ ନୂଆ ନିୟମ ଲାଗୁ ହେଲା। କେଉଁ ଯାତ୍ରୀଙ୍କୁ ବି ନିମ୍ନ ଦୃଷ୍ଟିରେ ଦେଖାଯିବନି। ପ୍ରତି ଲୋକଙ୍କ ସହିତ ସମାନ ବ୍ୟବହାର କରାଯିବ। ସେ ସୁଟ୍ ବୁଟରେ ଆସନ୍ତୁ କି ଧୋତି ପିନ୍ଧିକି ଆସନ୍ତୁ। ଟର୍ମିନାଲ 3 ଏବେ ଖାଲି ଏକ ଏୟାରପୋର୍ଟ ନଥିଲା, ସେଇଟା ସେ ଘଟଣାର ପ୍ରମାଣ ହୋଇ ରହିଯାଇଥିଲା, ଯେଉଁଠି ଜଣେ ବୟସ୍କ ଅସହାୟ ଲୋକର ଇଜ୍ଜତ ଫେରାଇ ଦିଆଯାଇଥିଲା ଆଉ ଜଣେ ଗର୍ବୀ ମ୍ୟାନେଜରଙ୍କୁ ବାହାର କରିଦିଆ। ଶୀତାଂଶୁ ଏବେ ପ୍ରଥମ କ୍ଲାସ ଅପେକ୍ଷା ଗୃହରେ ବସିଥିଲେ। ଷ୍ଟାଫ ମାନେ ତାଙ୍କୁ ଖାଇବା ପିଇବା, ପାଣି ଓ ଆରାମଦାୟକ ଚେୟାର ଦେଇଥିଲେ। ହେଲେ ଶୀତାଂଶୁ ଏବେ ବି ଟିକେ ଅସହଜ ମନେ କରୁଥିଲେ। ସେତେବେଳେ ଆର୍ଯ୍ୟନ ତାଙ୍କ ପାଖକୁ ଆସିଲେ। କହିଲେ, ଚାଲନ୍ତୁ ସାର୍, ଏବେ ପ୍ଲେନ୍ ସମୟ ହୋଇଗଲା। ହଁ, ବୋର୍ଡିଂ ଆପଣଙ୍କ ପୁଅ ନୁହେଁ, ମୁଁ କରିଥିଲି। ମୋ ଅତିଥି ଭାବରେ ମୁଁ କରିଥିଲି। ଶୀତାଂଶୁ ଧୀର ସ୍ୱରରେ କହିଲେ କି ବାବୁ ଆପଣ କିଏ? ମୋ ପାଇଁ ହଇରାଣ ହୋଇ ଏତେ କଥା କାହିଁକି କଲେ? ଆର୍ଯ୍ୟନ ଟିକେ ଚୁପ୍ ରହି କହିଲେ, ଆପଣ ଜାଣିଛନ୍ତି, ମୁଁ ଯେତେବେଳେ ଛୋଟ ଥିଲି ମୋ ବାପା ବି କୁଲି ମଜୁରୀ କରୁଥିଲେ। ଦିନେ ସେ କେଉଁ କାମରେ ହୋଟେଲକୁ ଯାଇଥିଲେ। ତାଙ୍କୁ ଭିକାରୀ ଭାବିକି ଗେଟ୍ରେ ଧକ୍କା ମାରିକି ବାହାର କରିଦିଆଯାଇଥିଲା। ପର ମୁହୂର୍ତ୍ତରେ ଶପଥ ନେଇଥିଲି କି ଜୀବନରେ ଯଦି କେବେ ବଡ଼ଲୋକ ହେବି, ତାହେଲେ କାହାକୁ ତା ପୋଷାକରୁ ନୁହେଁ, ବରଂ ତା ମଣିଷତ୍ୱ ଓ ଗୁଣରୁ ଚିହ୍ନିବି। ଆଜି ଆପଣ ମୋତେ ସେ ଶପଥ ମନେ ପକାଇଦେଲେ। ଶୁଣିକି ଶୀତାଂଶୁଙ୍କ ଆଖିରୁ ଲୁହ ଆସିଯାଇଥିଲା। ବାସ୍ ଏତିକି କହିଲେ ଆପଣ ଭଗବାନ? ଆର୍ଯ୍ୟନ୍ତ ହସିଲେ। ନାଇଁ ବାବା, ମୁଁ ଭଗବାନ ନୁହେଁ, ବାସ୍ ଜଣେ ମଣିଷ, ଯିଏକି ମଣିଷ ପଣିଆକୁ ଭୁଲିନି। ଏବେ ଶୀତାଂଶୁ ପ୍ରଥମ ଥର ପାଇଁ ଥରି ଥରି ଏରୋପ୍ଲେନରେ ସିଡ଼ି ଚଢ଼ୁଥିଲେ। ହେଲେ ହୃଦୟରେ ଗର୍ବ ଓ ଆଖିରେ ସ୍ୱପ୍ନ ଥିଲା। ଜଣେ ଏୟାର ହୋଷ୍ଟେସ୍ ତାଙ୍କ ଆଡ଼କୁ ନଇଁ ଯାଇ କହିଲେ କି ୱେଲକମ୍ ଅନବୋର୍ଡ ସାର୍। ଶୁଣିକି ଶୀତାଂଶୁଙ୍କ ଓଠରେ ହସ ଖେଳିଗଲା, ଯେଉଁଟାକି କେଉଁ ମୂଲ୍ୟବାନ ସାମଗ୍ରୀ ଦେଇକି ବି କିଣି ହେବନି, ଖାଲି ଇଜ୍ଜତ ଦେଇ ହିଁ କିଣା ଯାଇପାରେ। ଆଉ ଇଜ୍ଜତର କୌଣସି ଦାମ ନଥାଏ। ମଣିଷର ମୂଲ୍ୟାଙ୍କନ ତା ପୋଷାକରୁ ନୁହେଁ, ବରଂ ତା ଗୁଣ ଓ ଭାବଧାରାରୁ ହୋଇଥାଏ। ଆଉ ମଣିଷ ପଣିଆ ସବୁଠୁ ବଡ଼ ପୋଷାକ, ଯେଉଁଟାକି ସବୁ ଲୋକ ପିନ୍ଧିବା ଦରକାର। ତ କାହାଣୀ କେମିତି ଲାଗିଲା? ପ୍ରକୃତରେ ଆଜିର ଯୁଗରେ ଗରିବକୁ ସମ୍ମାନ ମିଳୁଛି ନା ଠୋକର?
କମେଣ୍ଟ ବକ୍ସରେ ନିଜର ନାଁ ସହିତ ମୂଲ୍ୟବାନ ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ବେଲ୍ ଆଇକନ୍କୁ ଅନ୍ କରି ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଗତ ଭିଡ଼ିଓକୁ ଲାଇକ୍ ସେୟାର ଓ କମେଣ୍ଟ କରି ଆମକୁ ଉତ୍ସାହିତ କରିଥିବା ବ୍ୟକ୍ତିମାନେ ହେଲେ ତନିଷା ତନୟା ଭୁବନେଶ୍ୱର, ପ୍ରଶାନ୍ତ ସ୍ୱାଇଁ ମାନସୀ ସ୍ୱାଇଁ ଜଗତସିଂହପୁର, ଜଲି ଖାନ୍ ପଲ୍ଲବୀ, କମ୍ବୁପାଣି ପ୍ରଧାନ ପଳାଶଗୋରା, କିଶୋର ମିଶ୍ର। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।